ଯାହା ପ୍ରତି ଆମର ମୋହ ଥାଏ ତାର ଖରାପ ଗୁଣ ଆମକୁ ଦିଶେନି। ଖରାପ ଗୁଣ ଥାଇପାରେ କିନ୍ତୁ ଆମକୁ ଦିଶେନି। ଠିକ୍ ସେମିତି ଯାହା ପ୍ରତି ଆମର ଘୃଣା ଭାବ ଥାଏ ତାର ଭଲ ଗୁଣ ଆମକୁ ଦିଶେନି। ସାରାଂଶ ହେଉଛି ଯଦି ମୋହ ଅଛି ଆମେ ଖରାପ ଗୁଣକୁ ଦେଖୁନୁ ବା ଦେଖିବାକୁ ଚାହୁଁନି। ଯଦି ଘୃଣା ଲାଗୁଛି ଆମକୁ ତାହେଲେ ତାର ଭଲ ଗୁଣ ଥିଲେ ବି ଆମକୁ ଦେଖାଯାଉନି। ଯଦି ଆମକୁ ଜଣେ ଭଲ ଲାଗୁଛି ସେ ଭଲ ଲୋକ ଏମିତି କିଛି ଗ୍ୟାରେଣ୍ଟି ନାହିଁ। ଯଦି ଆମକୁ ଜଣେ ଖରାପ ଲାଗୁଛି ବା ଆମେ ଜଣକୁ ଘୃଣା କରୁଛୁ ସେ ଖରାପ ଲୋକ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ଆମେ କ'ଣ ଦୁନିଆର ପାରାମିଟର? ଯଦି ମୋହ ଅଛି ଥାଉ, କିନ୍ତୁ ତାକୁ ବି ସଚେତନ କରିବା ଦରକାର ଯଦି ତାର ଖରାପ ଗୁଣ ଅଛି। ଠିକ୍ ସେମିତି ଆମକୁ ଯିଏ ଭଲ ଲାଗୁନି ତାର ଭଲ ଗୁଣ ଅଛି, ଭଲ ଗୁଣକୁ ବି ଆପ୍ରିସିଏଟ୍ କରିବା ଦରକାର ନା। ପ୍ରତ୍ୟେକ ଜାଗାରୁ ଶିଖିବାର ଅଛି। ମୋହ ଆଉ ଘୃଣା ଗୋଟେ କଏନ୍ର ଦୁଇ ପାର୍ଶ୍ୱ।